ଯେଉଁ ବସ୍ତୁ ଆପଣଙ୍କୁ ଈଶ୍ୱରଙ୍କ ଠାରୁ ପୃଥକ କରି ରଖିଛି ତାହା ହେଉଛି ମନ। ପାଖକେ ଆପଣଙ୍କୁ, ଆର ପାଖକେ ଈଶ୍ୱରଙ୍କୁ ରଖିଦେଇ ମଝିରେ ଯେଉଁ କାନ୍ଥଟି ଗଢ଼ି ଉଠିଛି ସେଇ କାନ୍ଥଟି ହେଉଛି ମନ। ମନ କୌଣସି ଦୃଷ୍ଟିଗୋଚର, ସ୍ପର୍ଶଗୋଚର ସ୍ଥୂଳ ବସ୍ତୁ ନୁହେଁ। ମନର ସ୍ଥିତି ଦେଖି ହେବ ନାହିଁ, ତାର ପରିମାଣ ମାପି ହେବ ନାହିଁ। ଅବସ୍ଥାନ ପାଇଁ ମନ କୌଣସି ସ୍ଥାନ ଆବଶ୍ୟକ କରେ ନାହିଁ। ବିଭିନ୍ନ ସାନ୍ଦ୍ରତା ଓ ବିଭିନ୍ନ ପ୍ରକମ୍ପନ ହାରର ସୂକ୍ଷ୍ମ ଉପାଦାନରେ ମନ ଗଠିତ ହୋଇଥାଏ। ବିଭିନ୍ନ ଲୋକମାନଙ୍କର ମନର ଉପାଦାନ ବିଭିନ୍ନ। ସମ୍ପୃକ୍ତ ବ୍ୟକ୍ତିର ଚେତନାର ଉନ୍ମେଷର ପରିମାଣ ଉପରେ ମନ ଉପାଦାନର ପ୍ରକାର ନିର୍ଭର କରେ। ଯେଉଁଠି ଚେତନା ବିଶେଷ ମୁଦ୍ରିତ ହୋଇ ରହିଥାଏ ସେଠାରେ ମନ ନିକୃଷ୍ଟ ସ୍ତରର ଉପାଦାନରେ ଗଢ଼ା। ଯେଉଁଠାରେ ଚେତନା ସାମାନ୍ୟ ମୁଦ୍ରିତ ହୋଇଥାଏ ସେଠାରେ ମନ ଉତ୍କୃଷ୍ଟ ସ୍ତରର ଉପାଦାନରେ ଗଠିତ ହୋଇଥାଏ। ଶିକ୍ଷିତ ମାର୍ଜିତ ଲୋକମାନଙ୍କର ମନ ସକ୍ରିୟ ଓ ସୁସ୍ପଷ୍ଟ। ଅନୁନ୍ନତ ଅଶିକ୍ଷିତ ଲୋକମାନଙ୍କର ମନ ଅସ୍ପଷ୍ଟ ଓ ଧୂମାଳ। ମନର ବିଭିନ୍ନ କାର୍ମିକ ରୂପ। ମାନସ, ବୁଦ୍ଧି, ଚିତ୍ତ ଓ ଅହଙ୍କାର ଏଗୁଡ଼ିକ କେବଳ ମନର ବିଭିନ୍ନ କାର୍ମିକ ରୂପ। ମନ ଯେତେବେଳେ ସଂକଳ୍ପ ବିକଳ୍ପ କରେ, ଅଭିପ୍ସା ଓ ସନ୍ଦେହ କରେ, ସେତେବେଳେ ମନକୁ ମାନସ ବୋଲାଯାଏ। ମନ ଯେତେବେଳେ ସୂକ୍ଷ୍ମଦର୍ଶୀ ହୁଏ, ବିବେକକୁ ପଚାରି ସିଦ୍ଧାନ୍ତ ଗ୍ରହଣ କରେ, ସେତେବେଳେ ମନର ନାମ ହୁଏ ବୁଦ୍ଧି। ମନ ଯେତେବେଳେ ସଂସାରର ଭଣ୍ଡାର ହୋଇଯାଏ, ସ୍ମୃତିର ଆଧାର ହୋଇଯାଏ, ସେତେବେଳେ ତାକୁ ବୋଲାଯାଏ ଚିତ୍ତ। ଧାରଣା ଓ ଅନୁସନ୍ଧାନରେ ରତ ହୋଇଥିବା ମନକୁ ଚିତ୍ତ ବୋଲାଯାଏ। ମନ, ବୁଦ୍ଧି ଓ ବୋଧ ଲିଙ୍ଗ ଶରୀରରେ ଅବସ୍ଥିତ କରେ, କିନ୍ତୁ ସେମାନେ ସ୍ଥୂଳ ମସ୍ତିଷ୍କର ଅନୁରୂପ ଏକ କେନ୍ଦ୍ରରୁ କାର୍ଯ୍ୟ କରିଥାନ୍ତି। ପାଶ୍ଚାତ୍ୟ ଦେଶରେ ଲୋକେ ଭାବନ୍ତି ଯେ ମସ୍ତିଷ୍କ ହିଁ ମନ, କିନ୍ତୁ ତାହା ଏକ ଭ୍ରାନ୍ତ ଧାରଣା। ସ୍ଥୂଳ ମସ୍ତିଷ୍କରେ ମନର ଏକ ଆସନ ରହିଛି। ମସ୍ତିଷ୍କର ବିଭିନ୍ନ ପ୍ରକମ୍ପନରୁ ମନ ସ୍ଥୂଳ ଜଗତ ସମ୍ବନ୍ଧରେ ଅନୁଭୂତି ଅର୍ଜନ କରେ। ମନ ଶରୀରର ସର୍ବତ୍ର ସଞ୍ଚାର କରିପାରେ, ତଥାପି ଶରୀରର ତିନି ବିଭିନ୍ନ ଅବସ୍ଥାରେ ମନ ତିନୋଟି ସ୍ଥାନରେ ଅବସ୍ଥାନ କରେ। ସୁଷୁପ୍ତି ବେଳେ ମନ ହୃଦୟରେ ଅବସ୍ଥାନ କରେ। ସ୍ୱପ୍ନାବସ୍ଥାରେ ମନ ଗ୍ରୀବାଦେଶରେ ଅବସ୍ଥାନ କରେ। ଜାଗ୍ରତ ଅବସ୍ଥାରେ ମନ ଆଜ୍ଞାଚକ୍ରରେ ଅବସ୍ଥାନ କରେ। ଗଭୀର ଚିନ୍ତାରେ ନିମଗ୍ନ ହୋଇଯାଇଥିବା ବେଳେ ମଣିଷ କ'ଣ କରେ ଟିକେ ଲକ୍ଷ୍ୟ କରନ୍ତୁ। ଚିବୁକରେ ବା ଥୋଡ଼ିରେ ହାତ ଓ ଆଙ୍ଗୁଠି ଦେଇ ବେକକୁ ଟିକିଏ ଡାହାଣ ପାଖକୁ ଢଳାଇ ଦିଅ। ତାପରେ ଦୁଇ ଭ୍ରୂର ମଧ୍ୟଭାଗ ଆଡ଼କୁ ଏକ ଲୟରେ ଚାହିଁ ସେ ଉପସ୍ଥିତ ସମସ୍ତ
ଉପସ୍ଥିତ ସମସ୍ୟା ଉପରେ ଗଭୀର ଭାବରେ ଚିନ୍ତା କରେ। ମନ ଶରୀରର ସର୍ବତ୍ର ସଞ୍ଚାର କରିପାରେ। ତଥାପି ଶରୀରର 3 ବିଭିନ୍ନ ଅବସ୍ଥାରେ ମନ 3ଟି ସ୍ଥାନରେ ଅବସ୍ଥାନ କରେ। ସୁଷୁପ୍ତି ବେଳେ ମନ ହୃଦୟରେ ଅବସ୍ଥାନ କରେ। ସ୍ୱପ୍ନ ଅବସ୍ଥାରେ ମନ ଗ୍ରୀବାଦେଶରେ ଅବସ୍ଥାନ କରେ। ଜାଗ୍ରତ ଅବସ୍ଥାରେ ମନ ଆଜ୍ଞାଚକ୍ରରେ ଅବସ୍ଥାନ କରେ। ଗଭୀର ଚିନ୍ତାରେ ନିମଗ୍ନ ହୋଇଥିବା ବେଳେ ମଣିଷ କ'ଣ କରେ ଟିକେ ଲକ୍ଷ୍ୟ କରନ୍ତୁ। ଚିବୁକରେ ଥୋଡ଼ିରେ ହାତ ଓ ଆଙ୍ଗୁଠି ଦେଇ ବେକକୁ ଟିକିଏ ଡାହାଣକୁ ପାଖକୁ ଢଳାଇ ଦିଏ। ତାପରେ 2 ଭ୍ରୂର ମଧ୍ୟଭାଗ ଆଡ଼କୁ ଏକଲୟରେ ଚାହିଁ ସେ ଉପସ୍ଥିତ ସମସ୍ୟା ଉପରେ ଗଭୀର ଭାବରେ ଚିନ୍ତା କରେ। ମନର ତେଜ। ସ୍ଥୂଳ ଦେହ ଅପେକ୍ଷା ପ୍ରାଣକୋଷ ଅଧିକ ସୂକ୍ଷ୍ମ। ପ୍ରାଣକୋଷ ସ୍ଥୂଳ ଦେହକୁ ଆବୃତ କରି ରଖିଛି ଏବଂ ସ୍ଥୂଳ ଦେହ ଅପେକ୍ଷା ତାହା ଅଧିକ ବ୍ୟାପକ। ମନକୋଷ ପ୍ରାଣକୋଷ ଅପେକ୍ଷା ଆହୁରି ସୂକ୍ଷ୍ମ ଓ ଆହୁରି ଅଧିକ ବ୍ୟାପକ। ଅନ୍ୟର ଦେହରେ କିଛି ପ୍ରଭାବ ପକାଇବାକୁ ହେଲେ ଆପଣ ତାଙ୍କ ଦେହକୁ ସ୍ପର୍ଶ କରିବାକୁ ପଡ଼ିବ। ଅଥଚ ଆପଣ ଅନ୍ୟଠାରୁ କିଛି ଦୂରରେ ଠିଆ ହୋଇ ମଧ୍ୟ କଥାରେ, ଚାହାଣୀରେ ବା ଅଙ୍ଗଭଙ୍ଗୀରେ ସାମାନ୍ୟ ଟିକିଏ ଇଙ୍ଗତ ଦ୍ୱାରା ତାଙ୍କ ଉପରକୁ ପ୍ରାଣ ସମ୍ପାତ କରିପାରିବେ। ଅର୍ଥାତ୍ ତାଙ୍କଠାରେ ଆପଣ ପ୍ରାଣ ସଞ୍ଚାର କରି ତାଙ୍କୁ ପ୍ରଭାବିତ କରିପାରିବେ। କାରଣ ପ୍ରାଣ ଦେହଠାରୁ ସୂକ୍ଷ୍ମତର। ପୁଣି ଆପଣ ସହସ୍ର କୋଶ ଦୂରରେ ରହି ମଧ୍ୟ ମନ ଶକ୍ତି ବଳରେ ଅନ୍ୟ ଜଣ ଉପରେ ମାନସିକ ପ୍ରଭାବ ପକାଇ ପାରିବେ। କାରଣ ମନଶକ୍ତି ପ୍ରାଣଶକ୍ତି ଅପେକ୍ଷା ସୂକ୍ଷ୍ମତର। ମନର ଏକ ତେଜ ରହିଛି ଯାହାକୁ ମନସ୍ତେଜ ବା ମାନସିକ ତେଜ କୁହାଯାଏ। ଉକ୍ତ ତେଜ ବା ଜ୍ୟୋତିର୍ମଣ୍ଡଳ ମନରୁ ନିର୍ଗତ ହୁଏ। ଯେଉଁମାନେ ମନକୁ ମାର୍ଜିତ ବିକଶିତ କରି ଉନ୍ନତ କରିପାରିଛନ୍ତି ସେମାନଙ୍କର ମନସ୍ତେଜ ଅତ୍ୟନ୍ତ ଉଜ୍ଜ୍ୱଳ। ସେହି ତେଜ ବହୁ ଦୂର ସଞ୍ଚାର କରିଥାଏ ଏବଂ ତାର ସଂସ୍ପର୍ଶରେ ଆସୁଥିବା ବହୁ ଲୋକଙ୍କ ଉପରେ ମଙ୍ଗଳମୟ ପ୍ରଭାବ ବିସ୍ତାର କରିଥାଏ। ଯେ ନିଜ ମନକୁ ବିଶୁଦ୍ଧ ପବିତ୍ର କରିପାରନ୍ତି ସେ ସ୍ୱୟଂ ଏକ ଶକ୍ତିକେନ୍ଦ୍ର ହୋଇଯାଆନ୍ତି। ଅନ୍ୟାନ୍ୟ ଅବିଶୁଦ୍ଧ ଓ ନିକୃଷ୍ଟ ଓ ଦୁର୍ବଳ ମନ ସବୁ ଅଜ୍ଞାତ ସାରରେ ବିଶୁଦ୍ଧ। ପବିତ୍ର ଓ ଉଚ୍ଚକୋଟୀର ମନ ଆଡ଼କୁ ଆକର୍ଷିତ ହୋଇ ଆସନ୍ତି। କାରଣ ସେମାନେ ଉଚ୍ଚକୋଟୀର ପବିତ୍ର ମନରୁ ଶକ୍ତି ଓ ଶାନ୍ତି ଆହରଣ କରନ୍ତି। ମାନସିକ ଚାଞ୍ଚଲ୍ୟ ଓ ଚପଳତା ଓ କଳ୍ପନା। ଅଗ୍ନିରୁ ଯେପରି ଉତ୍ତାପ ପୃଥକ କରିହେବ ନାହିଁ, ମନରୁ ସେପରି ଚପଳତା ଦୂର କରି ହେବ ନାହିଁ। ଚପଳତା ମନକୁ ଅସ୍ଥିର କରିଦିଏ। ଏହି ଚପଳତା ହିଁ ମନର ଅଶାନ୍ତିର କାରଣ। ମନ ହିଁ ଚପଳତାକୁ ଶକ୍ତି ଯୋଗାଏ। ଏକମାତ୍ର ଏହି ଚପଳ ଚଞ୍ଚଳ ମନ ହିଁ ସଂସାର ସୃଷ୍ଟି କରିଛି। ଚପଳତା ଦୂର ହୋଇଯିବା ପରେ ମନ ଆଉ ମନ ହୋଇ ରହେ ନାହିଁ। ଚପଳତା ଅନ୍ତର୍ହିତ ହୋଇଗଲେ ମନ ତାର ଅସ୍ତିତ୍ୱ ହରାଇ ବସେ। ମନ ତାର ଚପଳତା ଦ୍ୱାରା ପ୍ରଭୂତ କ୍ଷତି ସାଧନ କରେ। ଏହି ଚପଳତା ହିଁ ମାର ବା ଶଇତାନ।
ଚପଳତା ପ୍ରକାଶ ପାଇବା ମାତ୍ରେ ମନ ତାର ଚପଳତା ଦ୍ୱାରା ପ୍ରଭୂତ କ୍ଷତି ସାଧନ କରେ। ଏହି ଚପଳତା ହିଁ ମାରାତ୍ମକ ବା ଶୈତାନ। ଏହି ଚପଳତା ହିଁ ବିଶ୍ୱାମିତ୍ରଙ୍କୁ ପ୍ରଲୁବ୍ଧ କରିଥିଲା। ଏହି ଚପଳତା ହିଁ ପ୍ରୟାସୀ ସାଧକ ଅଧୋପତନ ଆଣିଥାଏ। ଚପଳତା ପ୍ରକାଶ ପାଇବା ମାତ୍ରେ ବିଭିନ୍ନ ପ୍ରକାର କଳ୍ପନା ଉଦ୍ଭବ ହୋଇଥାଏ। କଳ୍ପନା ଚପଳତା ସହିତ ବାସ କରେ। ଚପଳତା ଯେତିକି କ୍ଷତିକାରକ, କଳ୍ପନା ମଧ୍ୟ ସେତିକି କ୍ଷତିକାରକ। ଚପଳତା ମନକୁ ବିଚଳିତ କରିଦିଏ। କଳ୍ପନା ମନକୁ ସ୍ଥୂଳ କରିଦିଏ। ମନରୁ ଚାଞ୍ଚଲ୍ୟ ଓ କଳ୍ପନା ନିବାସ ଦୂର ହୋଇଗଲେ ମନ ନାଶ ହୋଇଯାଏ। ମନ ବୋଲି କିଛି ରହେ ନାହିଁ। ଚାଞ୍ଚଲ୍ୟ ଓ କଳ୍ପନା ଏ ଦୁଇଟି ହେଉଛି ମନର ଦୁଇଟି ବୀଜ। ଚାଞ୍ଚଲ୍ୟ ଦାହ୍ୟ ଓ କଳ୍ପନା ଦହନ। ଚାଞ୍ଚଲ୍ୟ ରୂପକ ଦାହ୍ୟ ବସ୍ତୁ ସହାୟତାରେ କଳ୍ପନାର ଅଗ୍ନି ଅଲିଭା ଦୀପ ହୋଇ ଜଳୁଥାଏ। ଯଦି ଚାଞ୍ଚଲ୍ୟ ରୂପକ ଦାହ୍ୟ କାଢ଼ି ନିଆଯିବ, ତେବେ କଳ୍ପନା ରୂପକ ଅଗ୍ନି ଲିଭିଯିବ। ଯେତେବେଳେ ମନ ହୋଇଯିବ ସୁସ୍ଥିର, ସେ ତାର ଆଦି କାରଣ ଆତ୍ମାର ଅଙ୍ଗରେ ମିଶିଯିବ। କାମନା ଓ ଭୋଗ। ମନ ଓ ଇନ୍ଦ୍ରିୟମାନଙ୍କୁ କାମନା ଉତ୍ତେଜିତ କରେ। ଚୀନା ଲୋକଙ୍କୁ ଯେପରି ତାର ପାଞ୍ଚ ଭାର୍ଯ୍ୟା ପାଞ୍ଚଆଡ଼େ ଟାଣି ଓଟାରି ବ୍ୟତିବ୍ୟସ୍ତ କରିଦିଅନ୍ତି, ପଞ୍ଚ ଇନ୍ଦ୍ରିୟ ସେହିପରି ମନକୁ ଏଣେତେଣେ ଟାଣି ବ୍ୟତିବ୍ୟସ୍ତ କରିଥାନ୍ତି। ତେଣୁ କାମନାସକ୍ତ ମନ ସର୍ବଦା ଅସ୍ଥିର। କାମନା ସର୍ବଦା ଅତୃପ୍ତ, ଅବାରିତ ଓ ଅସଂଖ୍ୟ। ଭୋଗ କାମନାକୁ ସନ୍ତୁଷ୍ଟ କରିପାରେ ନାହିଁ। ଭୋଗରୁ ସନ୍ତୋଷ ମିଳେ ବୋଲି ଭାବିବା ଏକ ଭ୍ରମ। ବରଂ ଭୋଗ କାମନାକୁ ଉଦ୍ଦୀପିତ କରେ। ଯାହା କହନ୍ତି, ନିଆଁରେ ଘିଅ ଢାଳେ। ଭୋଗ କାମନାକୁ ବଳବତ୍ତୀ କରେ, ବର୍ଦ୍ଧିତ କରେ, ଉଗ୍ର କରେ। ଆପଣ ବୁଢ଼ା ହୋଇଯାଇଥାଇପାରନ୍ତି, ବାଳ ପାଚିଯାଇଥାଇପାରେ, କିନ୍ତୁ ଆପଣଙ୍କ ମନ ଟୋକା ହୋଇ ରହିଥିବ। କାମ କରିବାର କ୍ଷମତା ଲୋପ ପାଇଯାଇପାରେ, କିନ୍ତୁ ପରିପୂର୍ଣ୍ଣ ବାର୍ଦ୍ଧକ୍ୟରେ ବି କାମନା ଜାଗ୍ରତ ହୋଇ ରହିଥାଏ। କାମନା ହିଁ ଉତ୍ପତ୍ତିର ପ୍ରକୃତ କାରଣ। କାମନାର ବୀଜରୁ ଜନ୍ମଲାଭ କରେ ସଂକଳ୍ପ ଓ କର୍ମ। ଏହିସବୁ କାମନା ହିଁ ସଂସାରର ଚକ୍ରକୁ ଘୂର୍ଣ୍ଣାୟମାନ ରଖିପାରିଛି। କାମନାର ବିନାଶ। ମନ ବଡ଼ ଆରାମପ୍ରିୟ, ବଡ଼ ଆଳସ୍ୟପରାୟଣ, ବିଶେଷ ଚିନ୍ତା ଭାବନା ଶୂନ୍ୟ। ଆପଣଙ୍କୁ ମନର ଏ ପ୍ରକାର ସ୍ୱଭାବ ସଂଶୋଧନ କରିବାକୁ ପଡ଼ିବ। ଆରାମରେ ରହିବା ଓ ଆୟାସହୀନ ହୋଇ ରହିବାର କାମନା ମନରେ ବଦ୍ଧମୂଳ ହୋଇ ରହିଯାଇଛି। ତେଣୁ ସାଧକକୁ ବହୁ ସତର୍କ, ସାବଧାନ ହେବାକୁ ପଡ଼ିବ। କାମନା ପରିପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ହେଉଛି ମନକୁ ସଂଯତ କରିବାର ଏକ ପନ୍ଥା। ମନକୁ କୌଣସି ପ୍ରକାର ଦୟା ଦେଖାଇଲେ ବା ପ୍ରଶ୍ରୟ ଦେଲେ ଚଳିବ ନାହିଁ। ଆପଣ ଯଦି ଆପଣଙ୍କର ଅଭାବ ପୂରଣ ଲାଗି, ଟିକିଏ ଆରାମ ଲାଗି ଗୋଟିଏ ପଦାର୍ଥ ପ୍ରତି ଆସକ୍ତି ଦେଖାଇବେ, ତେବେ ଦେଖିବେ ବହୁ ଆରାମଦାୟୀ ପଦାର୍ଥର ଅଭାବ ଉପଲବ୍ଧି କରିବେ। ଧୀରେ ଧୀରେ ବିଳାସ ସାମଗ୍ରୀର ସଂଖ୍ୟା ବଢ଼ି ଚାଲିବ।
मनर ଯେଉଁ ସବୁ ବस्तुରେ ବେଶୀ ଶ୍ରଦ୍ଧା, ବେଶୀ ଆସକ୍ତି, ସେ ସବୁ ବस्तु ପରିତ୍ୟାଗ କରିବାକୁ ପଡ଼ିବ। ମନ ଯେଉଁ ସବୁ ବସ୍ତୁ ବିଷୟରେ ବେଶୀ ଭାବୁଛି, ଯେଉଁ ବିଷୟ ବେଶୀ ଲୋଡ଼ୁଛି, ସେହି ସବୁ ବସ୍ତୁ ପରିହାର କରିଦିଅନ୍ତୁ। ଆପଣଙ୍କର ଯଦି ବାଇଗଣ ବେଶୀ ଶ୍ରଦ୍ଧା, ତେବେ ବାଇଗଣ ଖାଇବା ଛାଡ଼ି ଦିଅନ୍ତୁ। ଯଦି ସେଉ ବେଶୀ ସ୍ୱାଦ ଦେଉଛି, ତେବେ ସେଉ ଖିଆ ଛାଡ଼ି ଦିଅନ୍ତୁ। ଦେଖିବେ ଆପଣ ଅପାର ଶାନ୍ତି ପାଇବେ, ଅସୀମ ଇଚ୍ଛାଶକ୍ତି ଲାଭ କରିବେ ଏବଂ ମନ ସଞ୍ଚିତ ହୋଇଯିବ। ଯାହା ଥରେ ତ୍ୟାଗ କରିଦେଇଛନ୍ତି, ତାହା ଆଉ ଗ୍ରହଣ କରନ୍ତୁ ନାହିଁ। ଯେତେବେଳେ କୌଣସି ଏକ ବସ୍ତୁ ତ୍ୟାଗ କରିଦେବେ, ଦେଖିବେ ସେହି ବସ୍ତୁ ପ୍ରତି ଶ୍ରଦ୍ଧା, ଆଗ୍ରହ ଓ ଆସକ୍ତି ପ୍ରଥମ କିଛି ଦିନ ପାଇଁ ପ୍ରବଳ ଭାବରେ ବଢ଼ିଯିବ। ସେହି ବସ୍ତୁଟି ପାଇବାକୁ ଏକ ଉଗ୍ର କାମନା ଆପଣଙ୍କୁ ବ୍ୟସ୍ତ କରିଦେବ, କିନ୍ତୁ ଆପଣ ସେଥିପ୍ରତି ଧ୍ୟାନ ନ ଦେଇ ଚୁପ୍ ରୁହନ୍ତୁ। ନିଜ ସିଦ୍ଧାନ୍ତରେ ଅଟଳ ରହନ୍ତୁ। ଫଳରେ ସେହି କାମନା ଧୀରେ ଧୀରେ ମଉଳିଯିବ ଏବଂ କାଳକ୍ରମେ ସମ୍ପୂର୍ଣ୍ଣ ବିନାଶ ହୋଇଯିବ। ମନ ଯେତେବେଳେ ତ୍ୟାଗ କରିଥିବା ବସ୍ତୁ ପୁଣି ଥରେ ଲାଭ କରିବାକୁ ଫଁ ଫଁ ହେବ, ସେତେବେଳେ ବିବେକର ଯଷ୍ଟି ଉତ୍ତୋଳନ କରି ମନକୁ ଶାସନ କରନ୍ତୁ। ସେ ଫଣା ନୁଆଁଇ ଦବିଯିବ, ଆଉ ଅଭିଯୋଗର ସ୍ୱର ତୋଳିବ ନାହିଁ। କୌଣସି ପ୍ରକାର ଅଭିଯୋଗ ନ କରି ଯେତେବେଳେ ଯାହା ଆସୁଛି ସବୁ ସହି ଯାଆନ୍ତୁ। ଏହା ଫଳରେ ଆପଣ ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରିପାରିବେ। ଏହି ଉପାୟରେ ହିଁ ମନୁଷ୍ୟ ପ୍ରଚୁର ମାନସିକ ଶକ୍ତି ଲାଭ କରି ମନକୁ ସହଜ, ସମରସ କରି ଅକ୍ଳେଶରେ ଆତ୍ମବିକାଶ କରିଥାଏ। ଏହା ଫଳରେ ଧୈର୍ଯ୍ୟ ଓ ସହନଶୀଳତା ମଧ୍ୟ ବୃଦ୍ଧି ପାଏ। ମନର ଅବ୍ୟବସ୍ଥିତତା। ଅଧିକାଂଶ ଲୋକ ମନକୁ ସ୍ୱେଚ୍ଛାଚାରୀ ହୋଇ ଯେଣେ ଇଚ୍ଛା ତେଣେ ବୁଲିବାକୁ ଛାଡ଼ି ଦିଅନ୍ତି। ତେଣୁ ସେମାନଙ୍କର ମନ ଚଞ୍ଚଳ ହୋଇ ନାନା ଦିଗରେ ଖେଳି ବୁଲେ। ଚଞ୍ଚଳ ମନ ଏ ବିଷୟ ଛାଡ଼ି ସେ ବିଷୟ ଉପରକୁ, ସେ ବିଷୟ ଛାଡ଼ି ଏ ବିଷୟ ଉପରକୁ ଡେଇଁ ବୁଲେ। ସେପରି ମନକୁ ଅବ୍ୟବସ୍ଥିତ ମନ ବୋଲାଯାଏ। ଅବ୍ୟବସ୍ଥିତ ମନ ବୈଚିତ୍ର୍ୟ ଖୋଜି ବୁଲେ। ତାକୁ ବୈଚିତ୍ର୍ୟ ବିହୀନତା ବିରକ୍ତ କରାଏ। ଅବ୍ୟବସ୍ଥିତ ମନ ପିତାମାତାଙ୍କ ଠାରୁ ଅତିରିକ୍ତ ପ୍ରଶ୍ରୟ ପାଇ ଭ୍ରଷ୍ଟ ହୋଇଯାଇଥିବା ଏକ ଦୁଷ୍ଟ ବାଳକ ପରି ହୋଇଯାଏ। ଅନ୍ୟ କଥାରେ ସେ ମନ ଏକ ଠିକ୍ ତାଲିମ ପାଇ ନଥିବା ପଶୁ ପରି। ବନ୍ୟ ପଶୁଶାଳାର ପଶୁମାନେ ନିଜ ନିଜର ସ୍ୱଭାବ ଓ ଅଭିରୁଚି ଅନୁଯାୟୀ ନିଜ ନିଜ ପଥରେ ଘୂରି ବୁଲନ୍ତି। ଆମ ଭିତରୁ ଅଧିକାଂଶଙ୍କର ମନ ମଧ୍ୟ ଏକ ବନ୍ୟ ପଶୁଶାଳା ପରି। ମନକୁ ଯେ ସଂଯତ କରାଯାଏ, ତାହା ଆମ ମଧ୍ୟରୁ ଅଧିକାଂଶଙ୍କୁ ଜଣା ନାହିଁ। ମନର ଏହି ଅବ୍ୟବସ୍ଥିତତା ବିଭିନ୍ନ ରୂପରେ ପ୍ରକାଶ ପାଏ। ଗୃହସ୍ଥର ମନ ସିନେମା, ଥିଏଟର, ସର୍କସ ଆଡ଼େ ବୁଲେ। ସନ୍ନ୍ୟାସୀର ମନ ଆଜି ବାରାଣସୀ ତ କାଲି ବୃନ୍ଦାବନ ଓ ତା ପରଦିନ ନାସିକକୁ ଧାଏଁ। ଅଧିକାଂଶ ସାଧୁ ସନ୍ନ୍ୟାସୀ ସାଧନା କାଳରେ ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ। ବିଚାର ସାହାଯ୍ୟରେ ମନକୁ ସ୍ଥିର ଓ ଏକନିଷ୍ଠ କରି ତାର ଏହି ବୁଲାଷଣ୍ଢ ସ୍ୱଭାବକୁ ବଦଳାଇ ଦେବାକୁ ହୁଏ।
ମନକୁ ଏପରି ଭାବରେ ତାଲିମ ଦେବାକୁ ପଡ଼ିବ ଯେ ସେ ଆପଣଙ୍କ ସାଧନା କାଳରେ ଯେପରି ଅନ୍ତତଃ 5 ବର୍ଷ ଧରି ଗୋଟିଏ ସ୍ଥାନରେ ଅବସ୍ଥାନ କରେ, ଗୋଟିଏ ପ୍ରକାର ସାଧନାରେ ନିମଜ୍ଜିତ ହୁଏ, ଗୋଟିଏ ପ୍ରକାର ଯୋଗାଭ୍ୟାସ କରେ, ଗୋଟିଏ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ରଖେ ଏବଂ ଜଣେ ମାତ୍ର ମାର୍ଗଦର୍ଶକ ଗୁରୁଙ୍କର ନିର୍ଦ୍ଦେଶ ଗ୍ରହଣ କରେ। ଖଣ୍ଡିଏ ବହି ପଢ଼ିବାକୁ ନେଲେ ସେ ଖଣ୍ଡିକ ପଢ଼ି ସାରିବା ପରେ ହିଁ ଅନ୍ୟ ଖଣ୍ଡିଏ ବହି ହାତକୁ ନିଅନ୍ତୁ। ଗୋଟିଏ କାମରେ ହାତ ଦେଲେ ସେ କାମଟି ସରିବା ପର୍ଯ୍ୟନ୍ତ ସମସ୍ତ ମନ ପ୍ରାଣ ଦେଇ ସେହି କାମଟିରେ ହିଁ ଲାଗିଯାଆନ୍ତୁ। ସେହି କାମଟି ଶେଷ ହେବା ପରେ ଆପଣ ଅନ୍ୟ କାମକୁ ନେଇପାରନ୍ତି। ଯୋଗୀଜନମାନଙ୍କର କାର୍ଯ୍ୟ କରିବାର ଆଦର୍ଶ ହେଲା ଧରିଥିବା କାର୍ଯ୍ୟଟିକୁ ସୁନ୍ଦର ଭାବରେ ସାରିବା ପର୍ଯ୍ୟନ୍ତ କରିଯିବା ନିଷ୍ଠାଭରେ ଅଟଇ ଉଚିତ ନୀତି ଜାଣିଥାଅ ସତ। ଅଧିକାଂଶ ଲୋକଙ୍କର ଏଇଆ ହିଁ ମତ। ଜୀବନରେ ସଫଳତା ଲାଭ କରିବା ନିମନ୍ତେ ସତରେ ଏହା ଏକ ପ୍ରକୃଷ୍ଟ ନୀତି। ମନକୁ ବୁଲାଷଣ୍ଢ ପରି ଏଣେତେଣେ ବୁଲିବାକୁ ଛାଡ଼ି ଦିଅନ୍ତୁ ନାହିଁ। ମନକୁ ନିଜର ଆୟତ୍ତାଧୀନ କରି ରଖନ୍ତୁ, ତାହେଲେ ଯାଇ ଆପଣ ସୁଖୀ ହୋଇପାରିବେ। ଆଜ୍ଞା ପାଳନ କରିବା ନିମନ୍ତେ, ଆଦେଶ ଗ୍ରହଣ କରିବା ନିମନ୍ତେ ମନ ଯେପରି ସର୍ବଦା ପ୍ରସ୍ତୁତ ହୋଇ ରହେ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ମନ ଯଦି କହିବ ପୂର୍ବ ଦିଗକୁ ଯାଅ, ତେବେ ଆପଣ ପଶ୍ଚିମ ଦିଗକୁ ଯାଆନ୍ତୁ। ମନ ଯଦି କହିବ ଦକ୍ଷିଣକୁ ଚାଲ, ତେବେ ଆପଣ ଉତ୍ତର ଆଡ଼କୁ ମୁହାନ୍ତୁ। ମନ ଯଦି କହିବ ଶୀତ ପଡ଼ିଲା, ଏଥର ଗରମ ଚାହା କପେ ଖାଇବା, ତେବେ ଆପଣ କପେ ବରଫ ପାଣି ପିଅନ୍ତୁ। ମନ ସ୍ତୋତ୍ରର ପ୍ରତିକୂଳରେ ମାଛ ପରି ପହଁରି ଚାଲନ୍ତୁ। ଏପରି କଲେ ଆପଣ ଅତି ସହଜରେ ମନ ଉପରେ ବିଜୟ ଲାଭ କରିପାରିବେ। ମନୋଜୟ ହିଁ ମୁଖ୍ୟର ଦ୍ୱାରପଥ। ମନର ଦାସତ୍ୱରୁ ମୁକ୍ତିଲାଭ କଲେ ହିଁ ପ୍ରକୃତ ମୁକ୍ତି ମିଳେ। ଯେ ମନୋଜୟ କରିପାରିଛନ୍ତି, ସେ ହିଁ ପ୍ରକୃତ ମହାରାଜା, ସେ ହିଁ ଯଥାର୍ଥ ସମ୍ରାଟ। ଯେ କାମନା, ଇନ୍ଦ୍ରିୟ ଓ ମନ ଉପରେ ଜୟଲାଭ କରିପାରିଛନ୍ତି, ସେ ହିଁ ଜଗତର ଶ୍ରେଷ୍ଠତମ ଧନୀ। ମନ ଯଦି ସଂଯତ ହୋଇ ଆପଣଙ୍କ ଅଧୀନରେ ରହିଯାଇଛି, ତେବେ ରାଜମହଲରେ ବାସ କଲେ, ହିମାଳୟର ଗୁମ୍ଫାର ଭିତରେ ରହିଲେ ସେତେ। ରାଜମହଲରେ ବାସ କଲେ ଯେତେ, ହିମାଳୟର ଗୁମ୍ଫାର ମଧ୍ୟରେ ରହିଲେ ବି ସେତେ। ଜନସମାଜରେ ସକ୍ରିୟ ବ୍ୟବହାର ପ୍ରଦର୍ଶନ କଲେ ଯେତେ, ମୌନ ବ୍ରତ ଅବଲମ୍ବନ କଲେ ସେତେ। ଘାସ ମୁନରେ ଟୋପେ ଟୋପେ ପାଣି କାଢ଼ି କାଢ଼ି ଗୋଟିଏ ମହାସାଗରକୁ ଶୁଖାଇ ଦେବାକୁ ହେଲେ ଯେତିକି ଅକ୍ଳାନ୍ତ ଅଧ୍ୟବସାୟ, ଯେତିକି ଅଟଳ ଧୈର୍ଯ୍ୟ ଆବଶ୍ୟକ, ମନକୁ ସଂଯତ କରିବାକୁ ହେଲେ ସେତିକି ଅକ୍ଳାନ୍ତ ଅଧ୍ୟବସାୟ, ସେତିକି ଅଟଳ ଧୈର୍ଯ୍ୟ ଆବଶ୍ୟକ। ଗୋଟିଏ ବଣୁଆ ସିଂହ ବା ବାଘକୁ ପୋଷା ମନାଇବା ଯେତିକି କଷ୍ଟକର, ଆପଣା ମନକୁ ସଂଯତ କରିବା ତା ଅପେକ୍ଷା ଅନେକ ଗୁଣରେ ଅଧିକ କଷ୍ଟକର। ପ୍ରଥମେ ଆପଣା ମନକୁ ନିୟନ୍ତ୍ରିତ କରିପାରିଲେ, ପରେ ଆପଣ ଅନ୍ୟମାନଙ୍କର ମନକୁ ଅତି ସହଜରେ ନିୟନ୍ତ୍ରଣ କରିପାରିବେ। ମନକୁ ସଂଯତ କରିବାର ଉପାୟ। ସର୍ବଦା ଭଗବତ ଚିନ୍ତା କରନ୍ତୁ। ତାହା କଲେ ଆପଣ ଅତି ସହଜରେ ମନକୁ ସଂଯତ କରିପାରିବେ। ନିତ୍ୟ ଭଗବତ ଚିନ୍ତା ମନର ଅନ୍ୟ ସବୁ ଚିନ୍ତାକୁ ବିନାଶ କରିଦିଏ। ମନ ବଡ଼ ସହଜରେ ସାଂସାରିକ ଚିନ୍ତାରେ ବୁଡ଼ିଯାଏ। ତାହା ହେଲା ମନର ସ୍ୱଭାବ।
ମାନସିକ ଶକ୍ତି ଅତି ସହଜରେ ସାଂସାରିକ ବିଷୟ ସ୍ରୋତରେ ସାଂସାରିକ ଜଞ୍ଜାଳ ପଥରେ ପ୍ରଭାବିତ ହୋଇପାରେ। କିନ୍ତୁ ଭଗବତ ଚିନ୍ତା କରିବା କଥା ପଡ଼ିଲେ ମନ ପଛଘୁଞ୍ଚା ଦିଏ। ଭଗବତ ଚିନ୍ତା କରିବା ତା ପକ୍ଷରେ ବଡ଼ କଷ୍ଟକର। ଗଙ୍ଗାସାଗର ଦିଗରେ ପ୍ରବାହିତ ହେଉଥିବା ଗଙ୍ଗାକୁ ବଦ୍ରିନାରାୟଣ ଦିଗରେ ପ୍ରବାହିତ କରାଇବା ଯେତିକି କଷ୍ଟକର, ମନକୁ ସାଂସାରିକ ଚିନ୍ତାରୁ କାଢ଼ି ଆଣି ଈଶ୍ୱର ଚିନ୍ତାରେ ନିମଗ୍ନ କରାଇବା ସେତିକି କଷ୍ଟକର। ମନକୁ ସଂଯତ କରିବା ଯମୁନା ସ୍ରୋତର ପ୍ରତିକୂଳରେ ଡଙ୍ଗା ଚଳାଇବା ସହିତ ସମାନ। ତଥାପି ଆପଣ ଯଦି ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ଚାହାନ୍ତି, ତେବେ ତ୍ୟାଗ ଓ କଠିନ ଅଭ୍ୟାସ ବଳରେ ମନର ଅନିଚ୍ଛା ସତ୍ତ୍ୱେ ତାକୁ ଈଶ୍ୱରଙ୍କ ଆଡ଼କୁ ଚାଳିତ ହେବା ଲାଗି ତାଲିମ ଦେବାକୁ ପଡ଼ିବ। ସଂସାରର ଦୁଃଖ ଯନ୍ତ୍ରଣାରୁ ଉଦ୍ଧାର ପାଇବାକୁ ହେଲେ ମନକୁ ସଂଯତ କରିବା ଭିନ୍ନ ଅନ୍ୟ କିଛି ଉପାୟ ନାହିଁ। ଆତ୍ମନିରୀକ୍ଷଣ କରନ୍ତୁ। ବାହ୍ୟ ଜୀବନ ତ ଚାଲିଛି, ଆଭ୍ୟନ୍ତରୀଣ ଜୀବନ ପ୍ରତି ସର୍ବଦା ଦୃଷ୍ଟି ରହୁ। ମନର ଗୋଟିଏ ଅଂଶ ଏବଂ ହାତ ଦୁଇଟି ଯନ୍ତ୍ର ପରି କାର୍ଯ୍ୟ କରି ଚାଲିଥାନ୍ତୁ। କେଳା ନାଟ ଦେଖିଥିବେ, ଦଉଡ଼ି ଉପରେ ନାଚ ଦେଖାଇବା ବେଳେ କେଳା ଝିଅର ମନ ଧ୍ୟାନ ତାର ମୁଣ୍ଡରେ ଥିବା କଳସ ଉପରେ ଥାଏ, ଅଥଚ ସେ ବିଭିନ୍ନ ପ୍ରକାର ବାଜାର ତାଳେ ତାଳେ ନାଚୁଥାଏ। ପ୍ରକୃତ ପବିତ୍ର ସାଧକ ସେହିପରି ତାଙ୍କର ସାଂସାରିକ କାର୍ଯ୍ୟ କରୁଥାନ୍ତି, କିନ୍ତୁ ତାଙ୍କର ମନ ଧ୍ୟାନ ପ୍ରଭୁଙ୍କର ଆନନ୍ଦମୟ ପଦଯୁଗଳରେ ଲାଗି ଯାଇଥାଏ। ଏହାର ନାମ ହେଉଛି ସମତ୍ୱ ଯୋଗ। ଏପରି ସମତ୍ୱ ଯୋଗ କରିପାରିଲେ ଅଖଣ୍ଡ ଆଧ୍ୟାତ୍ମିକ ବିକାଶ ଘଟିବ। ଜଗତ ହେଉଛି ମନର ଏକ କଳ୍ପନା ମାତ୍ର। ଉପଲବ୍ଧି କରୁଥିବା ବ୍ୟକ୍ତି ଓ ଉପଲବ୍ଧ ହୋଇଥିବା ବିଷୟକୁ ନେଇ ଯେତେ ସବୁ ଦ୍ୱୈତ ଅନୁଭୂତି ରହିଛି, ତାହା କେବଳ କଳ୍ପନା। ମନଠାରୁ ପୃଥକ ହୋଇ ଭିନ୍ନ ଜଗତ କିଛି ନାହିଁ। ମନର ବିନାଶ ହେଲେ ଜଗତର ବିନାଶ ଘଟିବ। ମନର ସକ୍ରିୟତା ହେତୁ ହିଁ ଦୃଶ୍ୟମାନ ଜଗତ ସୃଷ୍ଟି ହୋଇଛି। ଅଜ୍ଞତା ହେତୁ ଅର୍ଥାତ୍ ମନର ବିଭ୍ରାମ ହେତୁ ଆପଣ ବାହ୍ୟ ଜଗତର ବୃକ୍ଷଲତା ଆଦି ବିଭିନ୍ନ ବସ୍ତୁ ଦେଖୁଛନ୍ତି ଏବଂ ଭାବୁଛନ୍ତି ଯେ ସେଗୁଡ଼ିକ ପ୍ରକୃତ ଏବଂ ସେଗୁଡ଼ିକ ଆପଣଙ୍କଠାରୁ ଭିନ୍ନ। ମନ ରହିଥିବା ପର୍ଯ୍ୟନ୍ତ ସାନ ବଡ଼, ଉଚ୍ଚ ନୀଚ, ଉତ୍କୃଷ୍ଟ ନିକୃଷ୍ଟ, ଭଲ ମନ୍ଦ ଆଦି ପାର୍ଥକ୍ୟ ରହିଥିବ। ଶ୍ରେଷ୍ଠତମ ସତ୍ୟ ହେଉଛି ସେହି ସତ୍ୟ ଯେଉଁଥିରେ ଏ ପ୍ରକାର ପାର୍ଥକ୍ୟ, ଏ ପ୍ରକାର ଆପେକ୍ଷିକ ସମ୍ପର୍କ ନାହିଁ। ଆପଣ ଯଦି ନିରବଚ୍ଛିନ୍ନ ଗଭୀର ଧ୍ୟାନ ଦ୍ୱାରା ମନକୁ ଆତ୍ମାରେ ଲୀନ କରାଇ ଦେଇପାରିବେ, ତେବେ ପରମ ଶାନ୍ତିପୂର୍ଣ୍ଣ, ପରମ ଜ୍ଞାନପୂର୍ଣ୍ଣ ସେହି ଅବସ୍ଥା ଲାଭ କରିପାରିବେ ଯେଉଁଥିରେ ଏସବୁ ପାର୍ଥକ୍ୟର କୌଣସି ସ୍ଥାନ ହିଁ ନାହିଁ। ମନ ଓ ମନୁଷ୍ୟ। ଚିନ୍ତା କରୁଥିବା ବ୍ୟକ୍ତି ଚିନ୍ତାଠାରୁ ଭିନ୍ନ। ଆପଣ ବାସ କରୁଥିବା ଘର ଖଣ୍ଡିଏ ଯେପରି ଆପଣଙ୍କ ସମ୍ପତ୍ତି, ଆପଣଙ୍କର ହାତ ଗୋଡ଼ ପ୍ରଭୃତି ଅଙ୍ଗ ପ୍ରତ୍ୟଙ୍ଗ ସେହିପରି ଆପଣଙ୍କର ଗୋଟିଏ ଗୋଟିଏ ସାଧନ। ମନ ଓ ମନ ମଧ୍ୟ ସେହିପରି ଏକ ସାଧନ ବା ସମ୍ମତି, ଯାହା ଆପଣଙ୍କ ବାହ୍ୟରେ ରହିଛି। ତେଣୁ ଆପଣଙ୍କଠାରୁ ଆପଣଙ୍କ ମନ ଭିନ୍ନ। ଏଥିପାଇଁ ଆପଣ କହିଥାନ୍ତି ମୋ ମନ, ସତେ ଯେପରି ଆପଣଙ୍କର ହାତ ବାଡ଼ି, ଛତା ଇତ୍ୟାଦି ପରି ତାହା ମଧ୍ୟ ଏକ ଅସ୍ତ୍ର ବା ବ୍ୟବହାର୍ଯ୍ୟ ଉପକରଣ। ମନୁଷ୍ୟ ଅଚେତ ହୋଇ ପ୍ରଳାପ କରୁଥିବା ଅବସ୍ଥାରେ ବା
ତାର ମସ୍ତିଷ୍କର ପକ୍ଷାଘାତ ଘଟି ମନର ସ୍ମୃତିଶକ୍ତି ତଥା ଅନ୍ୟାନ୍ୟ ଶକ୍ତି ସମୂଳେ ବା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହୋଇଯାଇଥିବା ଅବସ୍ଥାରେ ବି ସେ ଥାଏ। ତାର ସେହି ମୁଁଟି ରହିଥାଏ। ତେଣୁ ମନ ମୁଁ ଠାରୁ ଭିନ୍ନ। ମନ ହେଉଛି ଆପଣଙ୍କର ଏକ ସାଧନ, ଏକ ଉପକରଣ। ଏହି ସାଧନ ବା ଯନ୍ତ୍ର ବା ଉପକରଣଟି କିପରି ସୁଚାରୁ ରୂପେ ବ୍ୟବହାର କରାଯିବ ତାହା ଆପଣଙ୍କୁ ଜାଣିବାକୁ ପଡ଼ିବ। ମନରେ ଯେତେବେଳେ ଆବେଗ, ଉତ୍ତେଜନା, ଭାବପ୍ରବଣତା ଉଠିବ ସେତେବେଳେ ସେସବୁର ପ୍ରକୃତି ବିଷୟରେ ସମୀକ୍ଷା କରନ୍ତୁ। ସେଗୁଡ଼ିକ ବିଶ୍ଳେଷଣ କରି ନିଜଠାରୁ ପୃଥକ କରି ପକାନ୍ତୁ। ନିଜକୁ ସେଗୁଡ଼ିକଠାରୁ ଅଭିନ୍ନ ବୋଲି ଭାବନ୍ତୁ ନାହିଁ। ଜାଣି ରଖନ୍ତୁ ଯେ ମୁଁଟି ସେଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ହେଉଛି ମନ ଓ ତାର ବିଭିନ୍ନ ବିଭାଗରେ ଏକ ମୂକ ସାକ୍ଷୀ। ନିଜର ଆବେଗ, ଉତ୍ତେଜନା ଓ ଭାବପ୍ରବଣତା ଉପରେ ବିଜୟ ହାସଲ କରନ୍ତୁ। ସେଗୁଡ଼ିକୁ ଦମନ କରି ନିଜକୁ ସେମାନଙ୍କର ଦାସ ହୋଇ ରହିଥିବା ଅବସ୍ଥାରୁ ସେମାନଙ୍କ ଉପରେ ସକଳ ଶକ୍ତି ଓ ସକଳ କ୍ଷମତାର ସହିତ ଆଧିପତ୍ୟ ବିସ୍ତାର କରୁଥିବା ଆଧ୍ୟାତ୍ମିକ ଶାସକ ଆସନକୁ ଉନ୍ନତ କରନ୍ତୁ। ଆପଣ ହେଉଛନ୍ତି ଯଥାର୍ଥରେ ନିତ୍ୟ ସର୍ବବ୍ୟାପୀ ଆତ୍ମା। ଆପଣ ହେଉଛନ୍ତି ସ୍ୱୟଂ ସେହି ପରମ ବିଶୁଦ୍ଧ ଚୈତନ୍ୟ। ମନଟା ଗୋଟିଏ ଭିକାରୀ। ଲୁହା ଛଡ଼ ଯେପରି ନିଆଁରୁ ତାର ଉତ୍ତାପ ଓ ନାଲି ଟହଟହ ଆଲୁଅ ଟିକକ ଆହରଣ କରି ଆଣିଥାଏ, ଇଏ ମନ ସେହିପରି ଆପଣଙ୍କର ଅନ୍ତର୍ନିବାସୀ ଶାସକ। ସେହି ସ୍ୱୟଂପ୍ରଭ ଜ୍ୟୋତିର୍ମୟ ବ୍ରହ୍ମଙ୍କଠାରୁ ତାର ଆଲୋକ ଓ ବୁଦ୍ଧି ଟିକକ ଆହରଣ କରିଥାଏ। ମନ ଜଡ଼। ଖରାରେ ରଖାଯାଇଥିବା ଥଣ୍ଡା ପାଣି ଯେପରି ସୂର୍ଯ୍ୟକିରଣରୁ ଉତ୍ତାପ ଗ୍ରହଣ କରି ଗରମ ହୋଇଯାଇଥାଏ, ମନ ସେହିପରି ବ୍ରହ୍ମଙ୍କଠାରୁ ଜ୍ୟୋତି ଗ୍ରହଣ କରି ବୁଦ୍ଧିମାନ ପରି ବୋଧ ହୁଏ। ତେଣୁ ଏ ଯେଉଁ ମନ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ଅଧୀନ କରି, ପ୍ରପୀଡ଼ିତ କରି, ଶୋଷିତ କରି ଆପଣଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଚାଲିଛି, ଏହି ମନ କବଳରୁ ନିଜକୁ ମୁକ୍ତ କରିଦିଅନ୍ତୁ। ସିଂହ ବିକ୍ରମରେ ଉଠି ଆସନ୍ତୁ। ଆପଣଙ୍କର ପ୍ରକୃତ ଆତ୍ମାର ମହତ୍ତ୍ୱ ସାବ୍ୟସ୍ତ କରି ମୁକ୍ତିର ଆନନ୍ଦ ଉପଭୋଗ କରନ୍ତୁ।